କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଭିଡିଓରେ କଥା ହେବା ଆମକୁ ଶିକ୍ଷାର ଆବଶ୍ୟକତା କାହିଁକି ରହିଛି। ଶିକ୍ଷା ହେଉଛି ବ୍ୟକ୍ତିଗତ ଅଭିବୃଦ୍ଧି, ସାମାଜିକ ବିକାଶ ଏବଂ ଆର୍ଥିକ ପ୍ରଗତି ପାଇଁ ମୂଳଦୁଆ। ଏହା ବ୍ୟକ୍ତିମାନଙ୍କୁ ଜୀବନକୁ ସଫଳତାର ସହିତ ଆଗେଇ ନେବା ପାଇଁ ଆବଶ୍ୟକ ଜ୍ଞାନ ଏବଂ ଦକ୍ଷତା ସହିତ ସଜ୍ଜିତ କରେ। ଶିକ୍ଷା ବିନା ଲୋକମାନେ ସୂଚନା ଭିତ୍ତିକ ନିଷ୍ପତ୍ତି ନେବା ପାଇଁ ସଂଘର୍ଷ କରିବେ, ଯାହା ଏକ ସ୍ଥିର ଏବଂ ଅପ୍ରଗତିଶୀଳ ସମାଜକୁ ନେଇଯିବ। ଶିକ୍ଷା ଜରୁରୀ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହା ବ୍ୟକ୍ତିମାନଙ୍କୁ ସଶକ୍ତ କରିଥାଏ। ଏହା ଲୋକଙ୍କୁ ବିଶ୍ୱକୁ ବୁଝିବା, ସମସ୍ୟା ସମାଧାନ କରିବା ଏବଂ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ଶିକ୍ଷା ସୃଜନଶୀଳତା, ସମାଲୋଚନା ମୂଳକ ଚିନ୍ତାଧାରା ଏବଂ ଯୋଗାଯୋଗ ଦକ୍ଷତାକୁ ପ୍ରୋତ୍ସାହିତ କରେ, ଯାହା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଉଭୟରେ ଗୁରୁତ୍ୱପୂର୍ଣ୍ଣ। ଜଣେ ଶିକ୍ଷିତ ବ୍ୟକ୍ତି ଏକ ଭଲ ଚାକିରି ପାଇବା, ଏକ ସ୍ଥିର ଆୟ ଅର୍ଜନ କରିବା ଏବଂ ସମାଜରେ ସକାରାତ୍ମକ ଅବଦାନ ଦେବାର ସମ୍ଭାବନା ଅଧିକ। ଏହା ବ୍ୟତୀତ ଶିକ୍ଷା ସାମାଜିକ ସମନ୍ୱୟକୁ ପ୍ରୋତ୍ସାହିତ କରେ। ଏହା ସମ୍ମାନ, ସହନଶୀଳତା ଏବଂ ସହାନୁଭୂତି ଭଳି ମୂଲ୍ୟବୋଧ ଶିକ୍ଷା ଦିଏ। ସ୍କୁଲ ଏବଂ କଲେଜଗୁଡ଼ିକ ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ଏକାଠି ଆଣେ, ଏକତା ଏବଂ ବୁଝାମଣାକୁ ଉତ୍ସାହିତ କରେ। ଶିକ୍ଷା ଲିଙ୍ଗ ସମାନତା, ପରିବେଶଗତ ସ୍ଥିରତା ଏବଂ ମାନବ ଅଧିକାର ଭଳି ସାମାଜିକ ପ୍ରସଙ୍ଗ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରେ, ଯାହା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ଏହା ସହିତ ଶିକ୍ଷା ଅର୍ଥନୈତିକ ବିକାଶ ପାଇଁ ଏକ ଶକ୍ତିଶାଳୀ ଉପକରଣ। ଏକ ସୁଶିକ୍ଷିତ କର୍ମଶକ୍ତି ଉତ୍ପାଦକତା ଏବଂ ନବସୃଜନକୁ ବୃଦ୍ଧି କରେ, ଯାହା ଏକ ଶକ୍ତିଶାଳୀ ଅର୍ଥନୀତି ଆଡ଼କୁ ନେଇଯାଏ। ଉଚ୍ଚ ସାକ୍ଷରତା ହାର ଥିବା ଦେଶଗୁଡ଼ିକରେ ଦାରିଦ୍ର୍ୟ ସ୍ତର କମ୍ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଥାଏ। ଶିକ୍ଷା ପ୍ରଯୁକ୍ତି ବିଦ୍ୟା ପ୍ରଗତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ସମସ୍ତଙ୍କ ପାଇଁ ଜୀବନର ଗୁଣବତ୍ତା ଉନ୍ନତ କରେ। ଏହା ଆତ୍ମବିଶ୍ୱାସ, ନିଷ୍ପତ୍ତି ନେବାର କ୍ଷମତା ଏବଂ ଆତ୍ମଶୃଙ୍ଖଳା ବୃଦ୍ଧି କରେ। ଜୀବନବ୍ୟାପୀ ଶିକ୍ଷା ବ୍ୟକ୍ତିମାନଙ୍କୁ ଏକ ସର୍ବଦା ବିକଶିତ ବିଶ୍ୱରେ ପରିବର୍ତ୍ତନ ସହିତ ଖାପ ଖୁଆଇବାରେ ସାହାଯ୍ୟ କରେ। ଶିକ୍ଷା କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଏକ ମୌଳିକ ଅଧିକାର। ଏହା ବ୍ୟକ୍ତିମାନଙ୍କୁ ସଶକ୍ତ କରେ, ସାମାଜିକ ସଭାକୁ ପ୍ରୋତ୍ସାହିତ କରେ, ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ ଏବଂ ବ୍ୟକ୍ତିଗତ ବିକାଶକୁ ପ୍ରୋତ୍ସାହିତ କରେ। ଶିକ୍ଷାରେ ବିନିଯୋଗ କରିବା ହେଉଛି ସମସ୍ତଙ୍କ ପାଇଁ ଏକ ଉଜ୍ଜଳ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତରେ ବିନିଯୋଗ କରିବା। କେମିତି ଲାଗିଲା ଭିଡିଓଟା ମତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ, ଭିଡିଓ କାହା ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହବା ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ।